ସତ୍ୟକେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ପୁଲିସର ସ୍ୱତନ୍ତ୍ର ଅଭିଯାନ ସାଇବର କବଚକୁ ବଡ଼ ସଫଳତା ମିଳିଛି। 58 ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ 4 ଅନ୍ତରାଜ୍ୟ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଗୌତମ କୁମାର ଦାସ, ରବୀନ୍ଦ୍ର କୁମାର ମାଝୀ, କାର୍ତ୍ତିକ ସିଂ, ଦୀନକୃଷ୍ଣ ବେହେରା। ସେମାନଙ୍କ ନିକଟରୁ ବ୍ୟାଙ୍କ ଚେକ୍ ଠାରୁ ଆରମ୍ଭ କରି ଏଟିଏମ୍ କାର୍ଡ଼, ପାସବୁକ୍, ପାନ୍ କାର୍ଡ଼ ଭଳି ବହୁ ସାମଗ୍ରୀ ଜବତ ହୋଇଛି। ସେମାନଙ୍କ ନାମରେ କେନ୍ଦ୍ରୀୟ ସାଇବର ଟିମ୍ ପକ୍ଷରୁ ଚଳିତ ମାସ 16 ତାରିଖରେ ନମ୍ବର 12/26 ମାମଲା ରୁଜୁ ହୋଇଥିବା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍ପି ଗାୟତ୍ରୀବାଳା ପ୍ରଧାନ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ 147 ଏଟିଏମ୍ କାର୍ଡ଼, 49 ବ୍ୟାଙ୍କ ଚେକବୁକ୍, 4 ବ୍ୟାଙ୍କ ପାସବୁକ୍, 3 ପାନ୍ କାର୍ଡ଼, 4 ମୋବାଇଲ ସହ ଗୋଟିଏ କାର ଜବତ ହୋଇଛି। ଏମାନେ ଅନଲାଇନ୍ ମାଧ୍ୟମରେ 58 ଲକ୍ଷ ଟଙ୍କା ଠକେଇ କରିଥିବାର ସମସ୍ତ ପ୍ରମାଣ ମିଳିଛି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି। ଏହି ଲୁଟେରାମାନେ ଦିଲ୍ଲୀ, ପଞ୍ଜାବ, ହରିୟାଣା, କର୍ଣ୍ଣାଟକ, କେରଳ ସମେତ ବିଭିନ୍ନ ରାଜ୍ୟର ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଥିଲେ। ଲୁଟରେ ଶିକାର ହୋଇଥିବା ବାହାର ରାଜ୍ୟର 25 ଜଣ ବ୍ୟକ୍ତି ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚର ସାଇବର ୱିଙ୍ଗସ୍ ନଜରରେ ଏହା ଆସିଥିଲା। ଓଡ଼ିଶାରୁ ଯେଉଁ ନମ୍ବରରେ ଏହିସବୁ ଠକାମି ହେଉଥିଲା ତାହାକୁ ସାଇବର ୱିଙ୍ଗସ୍ ଟିମ୍ ଚିହ୍ନଟ କରିଥିଲା। ପରେ ସବୁ ଜିଲ୍ଲାକୁ ନମ୍ବର ଦେଇଥିଲା। ଏହି କ୍ରମରେ ବାଲେଶ୍ୱର ଜିଲ୍ଲାକୁ କିଛି ନମ୍ବର ଆସିଥିଲା। ଏନେଇ ଏସ୍ପି ପ୍ରତ୍ୟୁଷ ଦିବାକର ସାଇବର ଥାନା ଅଧିକାରୀ ମୀନା ବିନ୍ଧାଣୀଙ୍କୁ ଏନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶ ମୁତାବକ ସାଇବର ଥାନା ପକ୍ଷରୁ ମିଳିଥିବା ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ସମ୍ପୃକ୍ତ ବ୍ୟାଙ୍କକୁ ପଠାଇବା ସହ ସମସ୍ତ ବିବରଣୀ ବାହାର କରାଯାଇଥିଲା। ବିବରଣୀ ଅନୁଯାୟୀ ଯେଉଁ ସବୁ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର ହୋଇଥିଲା ତାହାକୁ ନେଇ ତଦନ୍ତ ହୋଇଥିଲା। ତଦନ୍ତ ବେଳେ ଏହି 4 ସାଇବର ଲୁଟେରା ଧରାପଡ଼ିଥିବା ସାଇବର ଥାନା ଆଇଆଇସି ମୀନା ଶ୍ରୀମତୀ ବିନ୍ଧାଣୀ ସୂଚନା ଦେଇଛନ୍ତି।